ସ୍ୱାଧୀନତା ଦିବସ ହୋଇଗଲା କାଳ, ଆଖି ପିଛୁଳାକେ ଚାଲିଗଲା ପୁଅର ଜୀବନ। ଏପାଟେ ମାର ଆଖିରୁ ଲୁହ ଶୁକୁନି, ସେପାଟେ ବାପର ଛାତିଟି ଫାଟି ଯାଉଛି। ସାହି ପଡ଼ିଶାରେ ଚହଳ ପଡ଼ିଯାଇଛି, ସମସ୍ତଙ୍କ ଆଖିରୁ ଧାର ଧାର ଲୁହ ଝରି ପଡ଼ୁଛି। ମହାପ୍ରଭୁ ଜଗନ୍ନାଥ ଏସବୁ କ'ଣ କରିଦେଲେ? ହଁ ବନ୍ଧୁମାନେ, ଆପଣମାନେ ଯଦି ମହାପ୍ରଭୁ ଜଗନ୍ନାଥଙ୍କୁ ହୃଦୟରୁ ଭକ୍ତି କରନ୍ତି, ପ୍ରଭୁ ଜଗନ୍ନାଥଙ୍କୁ ଆରାଧ୍ୟ ବୋଲି ମାନନ୍ତି, ତେବେ ଦୟାକରି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଭିଡ଼ିଓଟିକୁ ଏକ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳ ନିକଟସ୍ଥ ଏକ ଛୋଟିଆ ଗ୍ରାମରେ ବାସ କରନ୍ତି ସିଲୁ ମହାପାତ୍ର। ସିଲୁଙ୍କ ପରିବାର କହିଲେ ବାପା, ମା ଆଉ 3ଟି ବଡ଼ ଭଉଣୀ। ତାଙ୍କ ବାପାଙ୍କ ବୟସ ପାଖାପାଖି 60 ଛୁଇଁଲାଣି, ଆଉ ମାର ବି ଧୀରେ ଧୀରେ ବଳ ବୟସ କମିଲାଣି। ତାଙ୍କ ବାପା ପର ଘରେ ମୂଲ ମଜୁରୀ ଲାଗି ଝିଅମାନଙ୍କୁ ଅଳ୍ପେ ବହୁତ ଦେଇ ଶାଶୁ ଘରକୁ ପଠାଇ ଦେଇଛନ୍ତି। ଆଉ ଘରେ କହିଲେ କେବଳ ସାନ ପୁଅ ସିଲୁ, ଆଉ ସିଲୁ 10ମ ଶ୍ରେଣୀରେ ପାଠ ପଢ଼ନ୍ତି। ସିଲୁ ପରିବାରରେ ସମସ୍ତଙ୍କଠୁ ଛୋଟ ବୋଲି ଟିକିଏ ଗେଲବସର ହୋଇଯାଇଛି। ସେ ଭଗବାନଙ୍କ କୃପାରୁ ବହୁତ କଷ୍ଟରେ ଜନ୍ମ ହୋଇଥିବାରୁ ତାକୁ ଘରେ କେହି କିଛି କୁହନ୍ତି ନାହିଁ। ଦୀର୍ଘ 12 ବର୍ଷ ତପସ୍ୟା କରି ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସିଲୁ ଜନ୍ମ ହୋଇଛି। ସେଥିପାଇଁ ତାଙ୍କ ବାପା ଆଉ ମା ତାକୁ କିଛି ବାଧିଲା ଭଳି କଥା କୁହନ୍ତି ନାହିଁ। ସେ ଯାହା ସବୁ ଭୁଲ କରେ ଛୋଟ ପିଲାଟି ଭାବି ତାର ସବୁ ଭୁଲକୁ କ୍ଷମା କରିଦିଅନ୍ତି। ହେଲେ ଛୋଟ ଭୁଲ କରିବା ତ ଠିକ୍ ଥିଲା, କିନ୍ତୁ ଆଜି ଏମିତି ଏକ ଭୁଲ କରିଦେଇଛି ଯେଉଁଥିପାଇଁ ସାରା ପରିବାରର ଲୁହର କାରଣ ପାଲଟି ଯାଇଛି, ସାରା ସଂସାରକୁ ଉଚ୍ଛନ୍ନ କରିଦେଇଛି। ଆଜି ଭଳି ଦିନରେ କୂଳର ଦୀପ ଲିଭି ଯାଇଛି। ସ୍ୱାଧୀନତା ଦିବସରେ ଘଟି ଯାଇଛି ବହୁତ ବଡ଼ ଅଘଟଣ। ଆଜି ସକାଳୁ ସକାଳୁ ସିଲୁ ଗାଧୁଆ ପାଧୁଆ ସାରି ହାତରେ ଖଣ୍ଡିଏ ତ୍ରିରଙ୍ଗା ପତାକା ଧରି ତାର କିଛି ସାଙ୍ଗମାନଙ୍କ ସହିତ ସାଇକେଲ ଚଲାଇ ବାହାରି ପଡ଼ିଲା ସ୍କୁଲ ଅଭିମୁଖେ। ହେଲେ କିଛି କ୍ଷଣ ମଧ୍ୟରେ ସେମାନେ ସମସ୍ତେ ସ୍କୁଲରେ ପହଞ୍ଚିଗଲେ। ଆଉ ସେପାଟେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଆରମ୍ଭ ମଧ୍ୟ ହୋଇଯାଇଥିଲା। ପିଲାମାନେ ସମସ୍ତେ ମଜାମସ୍ତି କରୁଥାନ୍ତି, ଆଉ କିଛି ପିଲାମାନେ ସ୍ଲୋଗାନ ଦେବା ପାଇଁ ପ୍ରସ୍ତୁତ ହେଉଥାନ୍ତି। ଏପାଟେ ଶିକ୍ଷକମାନେ ପତାକା ଉତ୍ତୋଳନ କାମରେ ବ୍ୟସ୍ତ ଥାନ୍ତି, ଆଉ ସେପାଟେ ଚାଲିଥାଏ ଜୀବନ ମରଣର ଲଢ଼େଇ। ସିଲୁ ଆଉ ତାର ଏକ ସାଙ୍ଗ କୌଣସି ଏକ କଥାକୁ ନେଇ ଝଗଡ଼ା କରୁଥାନ୍ତି, ଆଉ ଧୀରେ ଧୀରେ ସେ ଝଗଡ଼ାଟି ବଢ଼ିବାକୁ ଲାଗିଲା। ଅନ୍ୟ ସାଙ୍ଗମାନେ ଝଗଡ଼ା ଛଡ଼େଇବା ବଦଳରେ ସେମାନଙ୍କ ମାରପିଟ ଦେଖି ମଜା ଉଠାଉଥାନ୍ତି। ଏମିତି ଝଗଡ଼ା ହେବା ଭିତରେ ସିଲୁ ମୁଣ୍ଡକୁ ଗୋଟିଏ ପଥରଟିଏ ଅନ୍ୟ ପିଲାଟି ଫୋପାଡ଼ି ଦେଲା, ଆଉ ସିଲୁର ପଛ ମୁଣ୍ଡଟି ସମ୍ପୂର୍ଣ୍ଣ ଫାଟିଗଲା। ତାପରେ ସେ ସେଇଠି ତଳେ ପଡ଼ିଗଲା। ଅନ୍ୟ ସାଙ୍ଗମାନେ ତୁରନ୍ତ ଯାଇ ଶିକ୍ଷକମାନଙ୍କୁ ଡାକି ଆଣିଲେ। ସେଉଠୁ ଏକ ଆମ୍ବୁଲାନ୍ସ ଯୋଗେ ସିଲୁକୁ ସ୍ଥାନୀୟ ହସ୍ପିଟାଲକୁ ନେଇଗଲେ। ହେଲେ ସେଠିକାର ଡାକ୍ତର ସିଲୁକୁ ଦେଖି କହିବାକୁ ଲାଗିଲେ, ପିଲାଟିର ବଞ୍ଚିବାର ଆଉ ଖୁବ୍ କମ୍ ସମ୍ଭାବନା ଅଛି। ପିଲାଟିକୁ ତୁରନ୍ତ ବଡ଼ ମେଡ଼ିକାଲକୁ ନିଆଯାଉ।
କିନ୍ତୁ ପିଲାଟି ବଞ୍ଚିବ କି ନାହିଁ ସେଇଟା କୌଣସି ଡାକ୍ତରଙ୍କ ହାତରେ ନାହିଁ, ତାହା କେବଳ ମହାପ୍ରଭୁ ଜଗନ୍ନାଥଙ୍କ ହାତରେ ଅଛି। ଆଉ ତାଙ୍କ ବାପା ମା ଏକଥା ଶୁଣି ଛାତି ଫଟାଇ କାନ୍ଦି କାନ୍ଦି ମହାପ୍ରଭୁ ଜଗନ୍ନାଥଙ୍କୁ କହିବାକୁ ଲାଗିଲେ, ହେ ମହାବାହୁ, ଏସବୁ କ'ଣ ଘଟିଗଲା ଠାକୁରେ? କାହିଁକି ମୋ ପିଲାଟିକୁ ଏତେ ବଡ଼ ଦଣ୍ଡ ଦେଲ ଠାକୁରେ? ସେ ତୁମର କି ଦୋଷ କରିଥିଲା ଠାକୁରେ? ହେ ମହାପ୍ରଭୁ, 12 ବର୍ଷ ତପସ୍ୟା ପରେ ପୁଅଟିକୁ ମୋ କୋଳକୁ ଦେଇଥିଲ କ'ଣ ଏଇ ଦିନ ଦେଖିବା ପାଇଁ? ନାଇଁ ମହାପ୍ରଭୁ, ମୁଁ ଆଉ ଧୈର୍ଯ୍ୟ ଧରି ପାରୁନି ଠାକୁରେ, ମୁଁ ଆଉ ଧୈର୍ଯ୍ୟ ଧରି ପାରୁନି। ମାର ଆଖି ଆଗରେ ପୁଅର ଏପରି ଅବସ୍ଥା ଦେଖି କୋଉ ମା ବା ଧୈର୍ଯ୍ୟ ଧରି ପାରିବ? ହେ ଠାକୁରେ, ସତରେ କ'ଣ ମୋ ପୁଅକୁ ମୋ କୋଳରୁ ଛଡ଼େଇ ନେଇଯିବ ଠାକୁରେ? ସତ କହୁଛି ଠାକୁରେ, ଯଦି ତୁମେ ମୋ ପୁଅକୁ ମୋ କୋଳରୁ ଛଡ଼େଇ ନେଇଯାଅ ନା, ତେବେ ମୁଁ ତୁମ ପାଖକୁ ସାଙ୍ଗେ ସାଙ୍ଗେ ଚାଲିଯିବି। ହେ କାଳିଆ ସାଆନ୍ତେ, ଦୁଃଖିନୀ ମାଟି ଆଜି କାନି ପତେଇ ଭିକ ମାଗୁଛି ଠାକୁରେ, କାନି ପତେଇ ଭିକ ମାଗୁଛି। ତୁମେ ଯଦି ସତରେ ଭକତର ସାହା ଭରସା ହୋଇଥିବ, ତେବେ ମୋ ପୁଅ ମୋ ପାଖକୁ ଫେରି ଆସିବ ପ୍ରଭୁ, ମୋ ପୁଅ ମୋ ପାଖକୁ ଫେରି ଆସିବ। ଏମିତି ସେ ଆମ୍ବୁଲାନ୍ସ ଭିତରେ ବସି ଛାତି ଫଟାଇ କାନ୍ଦୁଥାନ୍ତି ସିଲୁଙ୍କ ମା। ଆଉ ଗାଡ଼ିଟି ଦ୍ରୁତ ଗତିରେ କଟକ SCB ମେଡିକାଲକୁ ଯାଉଥାଏ। କିନ୍ତୁ ହଠାତ୍ ସେହି ସମୟରେ ଘଟିଲା ଏକ ଅଲୌକିକ ଘଟଣା। ହଠାତ୍ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ମାରିବାକୁ ଲାଗିଲା, ଆଉ ଆକାଶ ଅନ୍ଧକାର ହୋଇଗଲା। ଆଉ ସେହି ସମୟରେ ଏକ ବିରାଟ ଆଲୁଅଟି ଆସି ଆମ୍ବୁଲାନ୍ସ ଭିତରକୁ ଆଲୋକିତ କରିଦେଲା। ସିଲୁର ବାପା ମା କିଛି ବୁଝିପାରୁନଥାନ୍ତି, ଏସବୁ କ'ଣ ହେଉଛି, ଏପରି ଆଲୁଅ କେଉଁଠୁ ଆସିଲା? ଏତିକି ଭାବୁ ଭାବୁ ସିଲୁର ହୋସ ଆସିଗଲା। ଆଉ ସାଙ୍ଗେ ସାଙ୍ଗେ ଆକାଶରୁ ମେଘ ଅଦୃଶ୍ୟ ହୋଇଗଲା। ପୂର୍ବ ପରି ସବୁକିଛି ଠିକ୍ ହୋଇଗଲା। ହଁ ବନ୍ଧୁମାନେ, ଏପରି ଅସମ୍ଭବକୁ ସମ୍ଭବ ଆଉ କିଏ ବା କରିପାରିବ? ସତରେ ମହାପ୍ରଭୁ ମୋର କେଡ଼େ ଦୟାଳୁ। ଭକତଟିଏ ଯଦି ବିକଳ ହୋଇ ଥରୁଟିଏ ଡାକି ଦେଉଛି, ସେ କିଛି ନ ବିଚାରି ଚାଲି ଆସୁଛି। ସତରେ ମହାପ୍ରଭୁଙ୍କ ଲୀଳାକୁ କିଏ ବା ବୁଝିପାରିବ? କେତେବେଳେ କି ମାୟା ଲଗେଇ ଦେଉଛି, ତାହା କେବଳ ତାକୁ ହିଁ ଜଣା। ସତରେ ମହାପ୍ରଭୁଙ୍କ କୃପା ପାଇବାକୁ ହେଲେ ବହୁତ ଧନ ଦୌଲତ ଦରକାର ନାହିଁ। ଯଦି ଶ୍ରଦ୍ଧାରେ ଫୁଲଟିଏ ଅର୍ପଣ କରାଯାଏ, ସେ ସେଇଥିରେ ସନ୍ତୁଷ୍ଟ ହୋଇଯାଆନ୍ତି। ତାଙ୍କୁ ଖାଲି ଟିକିଏ ମନ ଭିତରୁ ଭକ୍ତି ଆଉ ଭଲ ପାଇବା ଦରକାର। ହଁ ବନ୍ଧୁମାନେ, ଗୋଟିଏ କଥା ମନେ ରଖନ୍ତୁ, ମହାପ୍ରଭୁଙ୍କ ନାମ ଯଦି ତୁଣ୍ଡରେ ପ୍ରତିଦିନ ଉଚ୍ଚାରଣ କରନ୍ତି ଆଉ ପ୍ରଭୁଙ୍କ ଭଜନ କୀର୍ତ୍ତନ ଶୁଣନ୍ତି, ତେବେ ସେ କୃପାର ସାଗର ମହାପ୍ରଭୁ ଜଗନ୍ନାଥ ଆପଣଙ୍କ ଚଲାପଥ ସୁଖମୟ କରିଦେବେ। ଆଉ ହଁ ବନ୍ଧୁମାନେ, ଆପଣ ଜଣେ ଜଣେ ମହାପ୍ରଭୁଙ୍କର ନିଶ୍ଚିନ୍ତ ଭକ୍ତ ହୋଇଥିବେ, ନଚେତ୍ ଏ ପର୍ଯ୍ୟନ୍ତ ଦେଖିନଥାନ୍ତେ ଏହି ଭିଡ଼ିଓଟିକୁ। ତେଣୁ ମୁଁ ହାତ ଯୋଡ଼ି ଅନୁରୋଧ କରୁଛି, ଭିଡ଼ିଓଟିକୁ ଏକ ଲାଇକ୍ କରି କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ।